ସୁଭଦ୍ରା ଯୋଜନା ହିତାଧିକାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ 8 ତାରିଖରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ଖାତାକୁ ଆସିବ। ତେଣୁକରି ଆପଣମାନେ କେମିତି ଜାଣିବେ ଯେ ଏହି ସୁଭଦ୍ରା ଟଙ୍କା ନିଜର ଆକାଉଣ୍ଟକୁ ଆସିବ କି ନାହିଁ? ଏହି ଭିଡ଼ିଓ ମାଧ୍ୟମରେ ମୁଁ ସବୁକିଛି ଡିଟେଲ୍ସ ଆପଣମାନଙ୍କୁ କହିବି। ତ ଆପଣମାନେ ସେହି ପ୍ରୋସେସ୍ ଫଲୋ କଲେ 100% ଏହି ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବ। ତାପରେ ଆପଣମାନେ କେମିତି ଜାଣିବେ ଯେ ଏହି ସୁଭଦ୍ରା ଟଙ୍କା ଆସନ୍ତାକାଲି ନିଜର ଆକାଉଣ୍ଟକୁ ଆସିବ କି ନାହିଁ? ସେହି ପ୍ରୋସେସ୍ ମଧ୍ୟ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି ଏବଂ କେଉଁମାନେ ଏକାବେଳେ ଦୁଇଟି କିସ୍ତି ପାଇବେ ଏବଂ କ'ଣ କଲେ ଏକାବେଳେ ଦୁଇଟି କିସ୍ତି ପାଇବେ ତାହା ମଧ୍ୟ ଭିଡ଼ିଓ ମାଧ୍ୟମରେ କହିବି। ତାପରେ ଯଦି ଆପଣମାନଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଅଛି ତେବେ ଏହି ଅଣ୍ଡର ପ୍ରୋସେସ୍ କେବେ ଏପ୍ରୁଭ୍ ହେବ ଏବଂ କେତେବେଳେ ଏପ୍ରୁଭ୍ ହେବ ଏବଂ କେମିତି କଲେ ଏହା ଏପ୍ରୁଭ୍ ହେବ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଆଜ୍ଞାମାନେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଦେଖନ୍ତୁ, ଓଡ଼ିଶାରେ ସୁଭଦ୍ରା ଯୋଜନା ଗ୍ରାଣ୍ଡ ଲଞ୍ଚିଂ ପୂର୍ବରୁ କିଛି ମହିଳା ଆବେଦନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଆସିନାହିଁ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିଥିଲେ ବି କିଛି ଜଣଙ୍କୁ ଟଙ୍କା ଆସିନଥିବାରୁ ସେମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପାଇବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବଡ଼ ଖବର। ତ ଏହିମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି NPCI କ୍ଲିୟର କରନ୍ତୁ। ଏନେଇ କିଛି ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିଲେ ସୂଚନା। ତ ଦେଖନ୍ତୁ, ଯେଉଁମାନଙ୍କର NPCI କ୍ଲିୟର ହୋଇନାହିଁ ବା NPCI ଆକ୍ଟିଭେଟ୍ ହୋଇନାହିଁ କିମ୍ବା DBT ଲିଙ୍କ ହୋଇନାହିଁ ସେମାନେ କେବେ ହେଲେ ଏହି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତ ଆପଣମାନେ ଯଥାଶୀଘ୍ର NPCI କ୍ଲିୟର କରନ୍ତୁ। ଯଦି ଆପଣମାନେ NPCI କ୍ଲିୟର କରିନାହାନ୍ତି କିମ୍ବା ଆକ୍ଟିଭେଟ୍ କରିନାହାନ୍ତି ବା DBT ଲିଙ୍କ କରିନାହାନ୍ତି ତେବେ ଆପଣମାନେ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଟଙ୍କା ପାଇପାରିବେ। ତ ଆପଣମାନେ ଯଥାଶୀଘ୍ର ଏହି NPCIକୁ ଆକ୍ଟିଭେଟ୍ କରନ୍ତୁ। ତାପରେ ଯାଇକି ଆପଣମାନେ ଏକାବେଳେ ଦୁଇଟି କିସ୍ତି ମାର୍ଚ୍ଚ 8 ତାରିଖରେ ପାଇପାରିବେ। ତ ଦେଖନ୍ତୁ, ଆସନ୍ତାକାଲି ଏହି ସୁଭଦ୍ରା ଟଙ୍କା ଆସିବାକୁ ଯାଉଛି। ତେଣୁ ଆପଣଙ୍କ ଆକାଉଣ୍ଟରେ NPCI ଆକ୍ଟିଭେଟ୍ ଅଛି କି ନାହିଁ ବା DBT ଲିଙ୍କ ଅଛି କି ନାହିଁ କେମିତି ଜାଣିବେ? ତ ସେହି ବିଷୟରେ ମୁଁ ଏକ ଭିଡ଼ିଓ ତିଆରି କରିଛି। ତ ଆପଣମାନଙ୍କୁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି। ସେହି ଡେସ୍କ୍ରିପସନକୁ ଯାଇ ଆପଣମାନେ ସେହି ଲିଙ୍କକୁ କ୍ଲିକ୍ କଲେ ସେହି ଭିଡ଼ିଓଟି ଆସିବ। ସେହି ଭିଡ଼ିଓକୁ କ୍ଲିଅରଲି ଦେଖନ୍ତୁ। ତାପରେ ଆପଣଙ୍କ ଆକାଉଣ୍ଟରେ NPCI ଆକ୍ଟିଭେଟ୍ ଅଛି କି ନାହିଁ ବା DBT ଲିଙ୍କ ଅଛି କି ନାହିଁ ତାହେଲେ ଆପଣମାନେ ଜାଣିପାରିବେ। ଜାଣିସାରିଲା ପରେ ଆପଣମାନେ ନିଶ୍ଚିତ ହୋଇଯିବେ ଯେ ସୁଭଦ୍ରା ଟଙ୍କା ନିଜର ଆକାଉଣ୍ଟକୁ ଆସିବ କି ନାହିଁ। ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସମସ୍ତ ବ୍ୟାଙ୍କକୁ 2 ଦିନ ପାଇଁ ଏହି ସୁଭଦ୍ରା କାର୍ଯ୍ୟ କରିବାକୁ ସ୍ୱତନ୍ତ୍ର ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ମୁଁ ଗତ ଭିଡ଼ିଓ ମାଧ୍ୟମରେ ମୁଁ କହିସାରିଛି। ଆଜି ମଧ୍ୟ ଆପଣମାନଙ୍କୁ କହିଦେଉଛି। ତ ସେଥିପାଇଁ ଗତ ଜାନୁଆରୀ 29 ଓ 30 ତାରିଖରେ 2 ଦିନ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଥିଲା। ତେଣୁ ବହୁତ ହିତାଧିକାରୀ ଏହି 29 ଓ 30 ତାରିଖରେ ନିଜର NPCIକୁ ଆକ୍ଟିଭେଟ୍ କରିଥିଲେ। ତ ଆପଣମାନେ ହୁଏତ ଜାଣିପାରିନଥିବେ। ଯଦି ଆପଣମାନେ ଏପର୍ଯ୍ୟନ୍ତ NPCI ଆକ୍ଟିଭେଟ୍ କରିନାହାନ୍ତି ବା DBT ଲିଙ୍କ ନିଜର ଆକାଉଣ୍ଟରେ କରିନାହାନ୍ତି ଯଥାଶୀଘ୍ର ଆପଣମାନେ ଆକ୍ଟିଭେଟ୍ କରନ୍ତୁ। ତାହେଲେ ଯାଇକି ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ।
ଏହି NPCI ପାଇଁ ନିଜେ ହିତାଧିକାରୀ ବ୍ୟାଙ୍କ ଯାଇ ଏହି କାର୍ଯ୍ୟ କରିବାକୁ ପଡ଼ିବ। ସେମାନେ KYC କରିଥିଲେ ମଧ୍ୟ NPCI ଲିଙ୍କ ନଥିବାରୁ ସେମାନଙ୍କ ନିକଟକୁ ଟଙ୍କା ଯାଇପାରିବ ନାହିଁ। ତେଣୁ ଆପଣମାନେ ଯଥାଶୀଘ୍ର NPCIକୁ ଆକ୍ଟିଭେଟ୍ କରନ୍ତୁ। ପ୍ରାୟ 20 ଲକ୍ଷ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ସୂଚନା ଦେଇସାରିଛନ୍ତି। କେବଳ ସେତିକି ନୁହେଁ, ସରସ୍ୱତୀ ପୂଜାରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବାର ତାରିଖ ବାବଦରେ ନେଇ ମଧ୍ୟ ବଡ଼ ଘୋଷଣା କରିଥିଲେ ପ୍ରଭାତୀ ପରିଡ଼ା। ଯଦି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ NPCI ଆକ୍ଟିଭେଟ୍ ହୋଇନାହିଁ ବା DBT ଲିଙ୍କ ହୋଇନାହିଁ, ତେବେ ଆପଣମାନେ NPCI ଏବଂ DBT ଲିଙ୍କ କଲାପରେ ଏକାବେଳେ ମାର୍ଚ୍ଚ 8 ତାରିଖରେ 2ଟି କିସ୍ତି ଆପଣମାନେ 10,000 ଟଙ୍କା ପାଇପାରିବେ। ଏହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ କହିସାରିଛନ୍ତି। ତ ଆପଣମାନେ ଏହି NPCIକୁ ଆକ୍ଟିଭେଟ୍ କରନ୍ତୁ। ତାପରେ ଆପଣମାନଙ୍କର ଆବେଦନ ସ୍ଥିତି ଯଦି ଅଣ୍ଡର ପ୍ରୋସେସ୍ରେ ଅଛି, ତେବେ ଆପଣମାନେ କେମିତି ଜାଣିବେ ଯେ ଏହି ଅଣ୍ଡର ପ୍ରୋସେସ୍ କେବେ ଆପ୍ରୁଭ୍ ହେବ ଏବଂ କେଉଁ ସମୟରେ ଏହା ଆପ୍ରୁଭ୍ ହେବ? ଯଦି ଆପଣମାନଙ୍କର ଆବେଦନ ସ୍ଥିତି ଏବେ ଅଣ୍ଡର ପ୍ରୋସେସ୍ ଦେଖାଉଛି, ତେବେ ଆପଣମାନେ ରାତି 12ଟା ସୁଦ୍ଧା ଆଉ ଥରେ ଆବେଦନ ସ୍ଥିତିକୁ ଯାଇ ଆପଣମାନେ ଚେକ୍ କରନ୍ତୁ। ଯଦି ଆପଣମାନଙ୍କର ସବୁକିଛି ତଥ୍ୟ ଠିକ୍ ଥାଏ, ତାହେଲେ ଆସନ୍ତାକାଲି 8 ତାରିଖ ସୁଭଦ୍ରା ଟଙ୍କା ମିଳିବ। ତାହେଲେ ଆପଣମାନଙ୍କର ଆପ୍ରୁଭ୍ ଦେଖାଇବ। ତ ଆପଣମାନେ ନିଶ୍ଚିତ ହୋଇଯିବେ ଯେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ନିଶ୍ଚୟ ଆସିବ। ଯଦି ଆପଣମାନଙ୍କର ଏହି ଆପ୍ରୁଭ୍ ଅପସନ୍ଟି ଦେଖାଉନାହିଁ, ତେବେ ମଧ୍ୟ ସୁଭଦ୍ରା ଟଙ୍କା ଆସିବ। କେତେକ ହିତାଧିକାରୀମାନଙ୍କର ଏହି ଆପ୍ରୁଭ୍ ଷ୍ଟାଟସ୍ ଆସେ ନାହିଁ। ନ ଆସିଲେ ମଧ୍ୟ ସୁଭଦ୍ରା ଟଙ୍କା ନିଶ୍ଚୟ ଆସିବ। ତ ଆସିଲା ପରେ ଏହି ଆପ୍ରୁଭ୍ ଅପସନ୍ଟି ଆପଣମାନଙ୍କର ଆବେଦନ ସ୍ଥିତିରେ ଦେଖାଇବ। ହୁଏତ କେତେକ ହିତାଧିକାରୀମାନେ ନିଜର ଷ୍ଟାଟସ୍ କେମିତି ଚେକ୍ କରିବେ ତାହା ଜାଣିଥିବେ। ଯଦି କୌଣସି ହିତାଧିକାରୀ ଏହି ଆବେଦନ ସ୍ଥିତିକୁ ଚେକ୍ କରିପାରି ଜାଣିନାହାନ୍ତି, ତାହେଲେ ମୁଁ ଆପଣମାନଙ୍କୁ କେମିତି ନିଜର ଷ୍ଟାଟସ୍ ଚେକ୍ କରିପାରିବେ ଏହି ଭିଡ଼ିଓ ମାଧ୍ୟମରେ ମୁଁ କହୁଛି। ସର୍ବପ୍ରଥମେ ଆମେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରିବା ଏବଂ ସର୍ଚ୍ଚ ବାର୍ରେ ସର୍ଚ୍ଚ କରିବା subhadra.odisha.gov.in ଏହିପରି ଭାବରେ ଆପଣମାନେ ସର୍ଚ୍ଚ କରନ୍ତୁ। ତ ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ତ ଏହି ସୁଭଦ୍ରା ପୋର୍ଟାଲର ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଲେଖା ହୋଇଛି ଅଧିକାରୀଙ୍କ ଲଗ୍ଇନ୍। ତ ଏହି ଅଧିକାରୀଙ୍କ ଲଗ୍ଇନ୍ ଅପସନ୍ ଉପରେ ଆପଣମାନେ କ୍ଲିକ୍ କରିବେ ନାହିଁ। ତାପରେ ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଲେଖା ହୋଇଛି ଆବେଦନ ସ୍ଥିତି। ତ ଆପଣମାନେ ଏହି ଆବେଦନ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ତ ଆପଣମାନଙ୍କର ଆଧାର ନମ୍ବରକୁ ଏଠାରେ ଏଣ୍ଟର କରନ୍ତୁ। ତ ମୁଁ ମୋର ଏକ ଆଧାର ନମ୍ବରକୁ ଏଣ୍ଟର କରୁଛି। ତାପରେ ଏଠାରେ ଲେଖା ହେଇଛି ଦେଖନ୍ତୁ, ମୁଁ OTP ମାଧ୍ୟମରେ ଆଧାର ଆଧାରିତ ପ୍ରମାଣୀକରଣ ପ୍ରଣାଳୀ ସହିତ ନିଜକୁ ପ୍ରମାଣୀକରଣ ପାଇଁ ମୋର ସମ୍ମତି ପ୍ରଦାନ କରୁଛି। ତ ଏହାରି ଉପରେ ଆପଣମାନେ ଟିକ୍ ଚିହ୍ନ କରନ୍ତୁ। ତାପରେ ଦେଖନ୍ତୁ ଲେଖା ହେଇଛି ଲଗ୍ଇନ୍। ସେହି ଲଗ୍ଇନ୍ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ ଆପଣମାନଙ୍କର ଆଧାରକୁ ଏକ OTP ଯାଇଥିବ, ଯେଉଁଟାକି ରେଜିଷ୍ଟର ମୋବାଇଲ ନମ୍ବର ହୋଇଥିବ। ସେହି ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ OTP ଯାଇଥିବ। ସେହି OTPକୁ ଆପଣମାନେ ଏଠାରେ ଏଣ୍ଟ୍ରି କରନ୍ତୁ। ସେହି OTP ଯାଞ୍ଚ କରନ୍ତୁକୁ ଆପଣମାନେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ତ ଆପଣମାନଙ୍କର ସବୁକିଛି ଡିଟେଲ୍ସ ଏଠାରେ ଆସିଯାଇଛି। ପ୍ରଥମେ ଅଛି ଆବେଦନକାରୀଙ୍କ ବିବରଣୀ, ପୂର୍ଣ୍ଣ ନାମ,
तापरे जन्म तारीख, तापरे नाम लेखा नंबर, तापरे आधार नंबर, तापरे आवेदन तारीख, तापरे अछि टिके तळकू देखंतु तापरे देखंतु एठारे ई-केवाईसी स्थिति देखंतु ई-केवाईसी स्थिति एठारे कंप्लीट लेखिबो। तापरे ई-केवाईसी प्रकार, तापरे ई-केवाईसी प्रकार आपण मानकर बायोमेट्रिक लेखिबो। तापरे स्वीकृति स्थिति अंडर प्रोसेस लेखिबो। ताहेले आपण माने निश्चित होई जिवे जे आसंता काली आपण माननकु सुभद्रा टंका मिलिबो। जदि आपण मानकर ई-केवाईसी स्थिति कंप्लीट होई नाही किंबा ई-केवाईसी प्रकार बायोमेट्रिक होई नाही ताहेले आपण माननकु सुभद्रा टंका आगो मिली पारिबो नाही। तो आपण माने जानिले जे केउ प्रकार भावरे एही स्थिति थिले आपण माने सुभद्रा टंका पाई पारिबे। तो यह थिला छोटिया अपडेट। आपण माननकु केमिति लागिला निश्चय कमेंट माध्यम रे जणाइबे। जदि आपण माननक मनरे कोनोसी डाउट अछि तेबे कमेंट सेक्शन रे कमेंट करंतु, मु निश्चय रिप्लाई देबी। जदि वीडियोटी भल लागि थाए गोटिए लाइक करंतु एवं मो चैनल को प्रथमे आसीथिले सब्सक्राइब करी बेल आइकन को दबाई दियंतु, फलरे एहीपरि हेल्पफुल नुआ वीडियो आपण माननक ठारे प्रथमे पहुंचिबो। तो वीडियो को एठी एंड करूछि। जय जगन्नाथ।